15 ତାରିଖ ଦିନ ଆମର ଲିମସରାନ ଟେମ୍ପଲ ଯୋଉଟା ଅଛି ଧନପାଲି ଏରିଆରେ, 16 ତାରିଖ ଦିନ ଆମର ଦେଉଳବାନ୍ଧ ମୋଦିପଡ଼ା ଯୋଉଟା ମନ୍ଦିର ଶିବ ମନ୍ଦିର ସେଠୁ ଚୋରି ହେଇଥିଲା, ଏବଂ ଆମର ଯୋଉ ଯୋଉ ବାଲିବନ୍ଧା ଶିବ ମନ୍ଦିରରୁ ଅ, ଗଣେଶଙ୍କର ମୂର୍ତ୍ତି ଚୋରି ହେଇଥିଲା। ସେଥିରେ ଆମର 3ଟା କେସ୍ ହେଇଥିଲା। 3ଟା କେସ୍ ହେଇଥିଲା। ସେଇ କେସ୍ ଯୋଉ ମନ୍ଦିର ଚୋରି ହେଲା ସେଥିରେ ଆମର ଏସ୍ପି ସମ୍ବଲପୁର ତାକୁ ଗୁରୁତ୍ୱର ସହିତ ନେଇଥିଲେ, ଏବଂ ସେଥିରେ ଆମର ଟାଉନ୍ ଆଇସି ଆମର ସୁବ୍ରତ ମେହେର ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଏବଂ ସେ ସେଥିରେ ଇନଭେଷ୍ଟିଗେସନ୍ କରିକି ତଦନ୍ତ କରିଥିଲେ। ଯୋଉ ଏକ୍ୟୁଜ୍ ଯିଏ ଅଛି ମୋନୁ ଏଲ୍ଏସ୍ ରଜନୀକାନ୍ତ ଭୈଶାଲ, ତାର ଗାଁ ହେଉଛି ଛିନୁପଡ଼ା ଲେଫ୍ରିପଡ଼ା ପିଏସ୍ ସୁନ୍ଦରଗଡ଼। ସେ ଯୋଉ ଯାହା ଯାହା ଚୋରି କରିଥିଲା, ଯୋଉଟା ବାଲିବନ୍ଧା ମନ୍ଦିରରୁ ଗଣେଶ ମୂର୍ତ୍ତି, ଲିମସରାନ ଟେମ୍ପଲରୁ 3ଟା ଘଣ୍ଟି, ଏବଂ ଆମର ଦେଉଲବନ୍ଧ ମନ୍ଦିରରୁ 2ଟା ଯୋଉ ଘଣ୍ଟି, ସେଗୁଡ଼ା ସବୁ ସିଜର କରାହେଇଛି। ଏକ୍ୟୁଜ୍ ଆରେଷ୍ଟ ହେଇଛି, ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି। ଏବଂ ସେଇ ଯୋଉ ଏକ୍ୟୁଜ୍ଟା ଆଗରୁ ମଧ୍ୟ ଶାସନ ଥାନାରେ ଥରେ ସେଇ ମନ୍ଦିର ଚୋରି କେସ୍ରେ ଫରୱାର୍ଡ ହେଇଥିଲା। ତାର ଏମ ହେଉଛି ସେ ମନ୍ଦିରରୁ ଘଣ୍ଟି ମୂର୍ତ୍ତି ଚୋରି କରିବାଟା। ତ ତାକୁ ସକ୍ସେସଫୁଲି ଆମର ଟାଉନ୍ ଆଇସିଙ୍କ ନେତୃତ୍ୱରେ ଟିମ୍ ତାକୁ ନାୟକ ଧରିଛନ୍ତି, ଏବଂ ସବୁ ଆର୍ଟିକଲ ସିଜର ହେଇଛି ଇଣ୍ଟାକ୍ଟ ଆଉ ଫରୱାର୍ଡ।